ଦେଖନ୍ତୁ ମୁଁ ପ୍ରଥମେ ମୋ ବାପାଙ୍କ ପାଇଁ ସକାଳୁ ଉଠିକି ପେଡ଼ା ପତ୍ର ଭୁସୁଙ୍ଗା ପତ୍ର ଆଉ ଜାମୁକୋଳି ଛାଲି ଏମିତି ସବୁ ପକେଇକି ମାନେ ଗୋଟେ ପ୍ରକାର ଚାହା ତିଆରି କରୁଛି। ତାପରେ ବର୍ତ୍ତମାନ ମୋ ବାପା ଖାଇବେ ଅଁଳା ପୁରା ଛୋଟ ଛୋଟ କରିଦେଇ ଦେଖିପାରୁଥିବେ ଅଁଳା, ତା ସହିତ କଲରା, ତା ସହିତ ଟମାଟୋ ମିଶେଇ ତାକୁ ଗ୍ରାଇଣ୍ଡିଙ୍ଗ କରିକି ଦେବି ବାପାଙ୍କୁ। ବାପା ଖାଇବେ। ମିକ୍ସିଂ କରିଦେଲେ ବର୍ତ୍ତମାନ ଗ୍ରାଇଣ୍ଡିଙ୍ଗ କରିବି। ବର୍ତ୍ତମାନ ଆମର ଗ୍ରାଇଣ୍ଡିଙ୍ଗ ହେଇଯାଇଛି ଦେଖିପାରୁଥିବେ ପୁରା। ବର୍ତ୍ତମାନ ବାପାଙ୍କ ପାଇଁ ଚାହା ହେବ ବିନା ଚିନିରେ ଚାହା। ଓନ୍ଲି ଲୁଣ ଟିକେ ପଡ଼ିଲା, ତୁଳସୀ ପତ୍ର ପଡ଼ିବ, ଚାହା ପତି ଟିକେ ପଡ଼ିବ, ଗୋଲମରିଚ ଟିକେ ଗୁଣ୍ଡ କରିକି ପକାଇବା। ବର୍ତ୍ତମାନ ଆମର ଗୋଲମରିଚ ଗୁଣ୍ଡ କରିଦେଇଛି, ତା ଦେହରେ ପଡ଼ିଗଲା ଆଉ ଟିକେ ଅଦା ପକାଇଦେବା। ମୋ ବାପାଙ୍କର ଚାହା ରେଡ଼ି। ବର୍ତ୍ତମାନ ରେଡ଼ି ହେଇଗଲା ବାପାଙ୍କ ଚାହା ରେଡ଼ି। ସିଏ ତ ସରିଲା ବାପାଙ୍କ କାମ। ତାପରେ ଭାଇଙ୍କର କାମ ହେଉଛି ଭାଇଙ୍କ ପାଇଁ ଓଟ୍ସ ହେବ, ତାପରେ ଟିକେ ହର୍ଲିକ୍ସ ହେବ, ତାପରେ ମୋ ବୋଉଙ୍କର ଚିନି ପକା ଚାହା, ତାପରେ ମୋ ପାଇଁ ଟିକେ ଗରମ ପାଣିରେ ଜିରା ପଡ଼ିବ ସେଇଟା। ତାପରେ ମୁଁ ପ୍ରଥମେ ଉଠେ ଘର ଝାଡ଼ୁ ଦିଏ। ଘର ଝାଡ଼ୁ ଦେଇ ସାରିବା ପରେ ବାସନ କୁସନ ନେଇକି ସବୁ ସେଠି ମାନେ ପାଇପ୍ ପାଖରେ ପକାଇଦିଏ। ପକାଇ ଦେଇ ସାରିଲା ପରେ ଆସିକି ମୋ ବାପାଙ୍କ ବ୍ୟବସ୍ଥା କରେ ଆଉ। ରହିଲି। ଯେଉଁମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିବ ପ୍ଲିଜ୍ ମୋତେ ସବସ୍କ୍ରାଇବ୍ କରିବେ ଆଉ ଅଲ୍ ନୋଟିଫିକେସନ୍ ଦବାଇ ଦେବେ। ଆଉ ମୁଁ ରହିଲି। ଜୟ ଜଗନ୍ନାଥ, ଟାଟା, ବାଏ ବାଏ।